بسم الله الرحمن الرحيم يا أيتها আজি ଓଡ଼ିଶାର ସର୍ବଶ୍ରେଷ୍ଠ ଧର୍ମଗୁରୁ ତଥା ମୁଫ୍ତି ଆଜମ ଓଡ଼ିଶା ଆଲ୍ଲାମା ସୈୟଦ ଅବଦୁଲ କୁଦ୍ଦୁସ ରହମତୁଲ୍ଲାହ ଆଲେଙ୍କ 30ତମ ବାର୍ଷିକ ଉତ୍ସବ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମହାସମାରୋହରେ ମିର୍ଜାପୁର ଖାନକା କୁଦ୍ଦୁସିଆ ହବିବିଆରେ ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତା ସେପ୍ଟେମ୍ବର 7 ଓ 8 ଦୁଇ ଦିନ ଏହି ଉତ୍ସବରେ ଭାରତର ବିଶିଷ୍ଟ ଧର୍ମଗୁରୁମାନେ ଏବଂ କବିମାନେ ଯୋଗ ଦେବେ। ଯେଉଁ ଭଦ୍ର ବ୍ୟକ୍ତିମାନେ ଏଠାକୁ ଆସିବେ ଜିଆରତ କରିବା ପାଇଁ, ବାବାଙ୍କର ଦର୍ଶନ କରିବା ପାଇଁ, ବାବାଙ୍କର ଶୁଭକାମନା ହାସଲ କରିବା ପାଇଁ, ସେମାନଙ୍କ ପାଇଁ ମଧ୍ୟ 2 ଦିନ ଧରି ଆମର ଖାଇବା ପିଇବା ସମସ୍ତ ପ୍ରକାର ଆୟୋଜନ କରାଯାଇଛି। ଏବଂ ଏହି ଉତ୍ସବ ଆମ ଖାନକାର ସଭାପତି ତଥା ମତବଲି ଓ ସଜ୍ଜାନର ସିଂ ମୁଫ୍ତି ମୌଲାନା ସୈୟଦ ଆଲି ରସୁଲ ସାହେବ ହବିବି, ଯାହାଙ୍କୁ ସାରା ଭାରତରେ କୁହାଯାଏ ଶେର ଏଲେ ସୁନ୍ନତ, ତାଙ୍କରି ସଭାପତିତ୍ୱରେ ଅନୁଷ୍ଠିତ ହେବ। ହଜରତ ଆଲ୍ଲାମା ସୈୟଦ ଅବଦୁଲ କୁଦ୍ଦୁସ ମୁଫ୍ତି ଆଜମ ଓଡ଼ିଶା ଯେ 1915 ମସିହାରେ ଜନ୍ମଲାଭ କରିଥିଲେ ଏବଂ ସେ ଭାରତର ଧର୍ମାନୁଷ୍ଠାନ ତଥା ମୁରାଦାବାଦ, ଆଜମେର ଶରୀଫ, ଏଲାହାବାଦରୁ ଶିକ୍ଷା ଲାଭ କରୁଥିଲେ। ହଜରତ ମୁଜାହିଦ ମିଲ୍ଲତ ମୌଲାନା ହବିବୁର ରହମାନ, ଯାହାଙ୍କୁ ଲୋକେ ମୁଜାହିଦ ମିଲ୍ଲତ କୁହନ୍ତି, ଯାହାଙ୍କର ଧର୍ମପୀଠ ଧାମନଗରରେ ଅଛି, ତାଙ୍କରି ତତ୍ତ୍ୱାବଧାନରେ ସେ ଧର୍ମଗୁରୁ ହୋଇପାରିଥିଲେ ଏବଂ ତାଙ୍କୁ ମୁଫ୍ତି ଆଜମ ଓଡ଼ିଶାର ଯେଉଁ ଟାଇଟଲ ହଜୁର ମୁଜାହିଦ ମିଲ୍ଲତ ହିଁ ଦେଇଥିଲେ। ସେ ତାଙ୍କ ଉପରେ ମୁଜାହିଦ ମିଲ୍ଲତଙ୍କର ଏତେ ବିଶ୍ୱାସ, ଆଗାଢ଼ ବିଶ୍ୱାସ ଥିଲା, ଯେକୌଣସି ଶରୀୟତର ଯଦି ପ୍ରଶ୍ନ ଉଠେ, ମସଲା ଆସେ, କ୍ୱେଶ୍ଚନ୍ ଆସେ, ସେ ତାକୁ କୁରାନ ଓ ହଦିସ ଦ୍ୱାରା ସମାଧାନ କରୁଥିଲେ। ଏବଂ ହଜରତ ମୁଫ୍ତି ଆଜମ ଓଡ଼ିଶା ତାଙ୍କର ଯେ ପୂର୍ବପୁରୁଷ ଦିୱାନ ସାଦରିଆ ବାବା, ଯାହାଙ୍କର ପୀଠ ମଧ୍ୟ ଏଇ ମିର୍ଜାପୁରରେ ଅଛି, ସେ ଜୌନପୁର ଅର୍ଥାତ୍ ଉତ୍ତରପ୍ରଦେଶରୁ ଆସିଥିଲେ। ଇଏ 13th ଜେନେରେସନରେ ବର୍ତ୍ତମାନ ତାଙ୍କର ଶିଷ୍ୟ ପୁଅ ମୌଲାନା ସୈୟଦ ଆଲି ରସୁଲ ସାହେବ ଗତି କରୁଛନ୍ତି। ଏବଂ ଏହି ମୁଫ୍ତି ଆଜମ ଓଡ଼ିଶାର ଗୋଟେ ବାର୍ତ୍ତା ଥିଲା ଯେ ସମସ୍ତେ ଧର୍ମପରାୟଣ ହୋ, ସତ୍ ପଥରେ ଗତି କର, ଭାଇଚାରା ସୃଷ୍ଟି କର। ହିନ୍ଦୁ ମୁସଲିମ କୌଣସି ଧର୍ମବାଲାଙ୍କୁ ସେ ନିଜ ସ୍ୱଚକ୍ଷୁରେ ଦେଖୁଥିଲେ ଏବଂ ସମସ୍ତଙ୍କର ସୁବିଧା ପାଇଁ କେମିତି ପରସ୍ପର ଭିତରେ ଶାନ୍ତି ବିସ୍ତାର ହୋଇପାରିବ, ଶାନ୍ତି ଉତ୍ଥାପନ ହୋଇପାରିବ, ତା ପାଇଁ ସବୁବେଳେ ଚେଷ୍ଟିତ ଥିଲେ। 1995ରେ ସେ ତାଙ୍କର ମୃତ୍ୟୁ ହୋଇଥିଲା ଏବଂ ସେଇଦିନଠୁ ପ୍ରତିବର୍ଷ ମହାସମାରୋହରେ ଆମର ଅନୁଷ୍ଠିତ ହୁଏ। ଏଟା 30ତମ, ଆସନ୍ତା 8 ତାରିଖ ଦିନେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ। ଭାରତର ଅନେକ ଧର୍ମଗୁରୁ ଯଥା ସୈୟଦ ଅମିଦୁଲ କାଦରୀ, ଜାମି ଅଶରଫ, ମୁଫ୍ତି ମତିଉର ରହମାନ, ମୌଲାନା ଅବଦୁଲ କାଦିର ଆଲୱି, ଅମଜଦ ରଜା ଅମଜାଦ ବିହାରରୁ, ଭାରତର ବିଭିନ୍ନ ପ୍ରାନ୍ତରୁ ଧର୍ମଗୁରୁମାନେ ଯୋଗ ଦେବେ ଆମେ ଆଶା କରୁଛୁ। ଏବଂ ସମସ୍ତ ଅନୁଗାମୀମାନଙ୍କୁ ଅନୁରୋଧ ଯେ ସେମାନେ ଉକ୍ତ ଉତ୍ସବରେ ଉପସ୍ଥିତ ହୋଇ ବାବାଙ୍କର ଶୁଭକାମନା ହାସଲ କରନ୍ତୁ।